ଜାଣନ୍ତୁ କିପରି ହୋଇଥିଲା ଭଗବାନ ଶିବଙ୍କ ଜନ୍ମ ଓ କିଏ ଅଟନ୍ତି ତାଙ୍କର ପିତାମାତା। ବନ୍ଧୁଗଣ ନମସ୍କାର, ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ମହାଦେବଙ୍କ ସମ୍ବନ୍ଧରେ ପୌରାଣିକ କଥାରେ ଲୁଚି ରହିଥିବା ଏକ ରହସ୍ୟ ସମ୍ବନ୍ଧରେ। ବନ୍ଧୁଗଣ, ତ୍ରିଦେବଙ୍କ ମଧ୍ୟରୁ ଜଣେ ଦେବ ଅଟନ୍ତି ମହାଦେବ। ତାଙ୍କୁ ଦେବଙ୍କ ଦେବ ମହାଦେବ ବୋଲି ଆଖ୍ୟା ଦିଆଯାଇଛି। ଏହା ବ୍ୟତୀତ ମହାଦେବଙ୍କର ଆହୁରି ଅନେକ ନାମ ରହିଛି, ଯଥା ନୀଳକଣ୍ଠ, ଭୋଲାନାଥ, ରୁଦ୍ର, ଶଙ୍କର, ମହେଶ ଇତ୍ୟାଦି। ତନ୍ତ୍ର ସାଧନାରେ ମହାଦେବଙ୍କୁ ଭୈରବ ନାମରେ ସମସ୍ତେ ଜାଣିଛନ୍ତି। ହିନ୍ଦୁ ଧର୍ମରେ ଥିବା ପ୍ରମୁଖ ଦେବଗଣଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି ମହାଦେବ। ବେଦରେ ତାଙ୍କୁ ରୁଦ୍ର ନାମରେ ନାମିତ କରାଯାଇଛି। ମହାଦେବ ମନୁଷ୍ୟର ଚେତନାର ଅନ୍ତର୍ଯାମୀ ଅଟନ୍ତି, ଅର୍ଥାତ୍ ସେ ମନୁଷ୍ୟର ମନର କଥାକୁ ସ୍ପଷ୍ଟ ଭାବରେ ପଢ଼ିପାରନ୍ତି। ମହାଦେବଙ୍କ ପତ୍ନୀ ଦେବୀ ଶକ୍ତି ଅର୍ଥାତ୍ ମାତା ପାର୍ବତୀ ଅଟନ୍ତି ଏବଂ ମହାଦେବଙ୍କ ଦୁଇ ପୁତ୍ର କାର୍ତ୍ତିକେୟ ଏବଂ ଗଣେଶ ଅଟନ୍ତି। ଏହା ବ୍ୟତୀତ ମହାଦେବଙ୍କ ପୁତ୍ରୀଙ୍କ ନାମ ଅଶୋକ ସୁନ୍ଦରୀ ଅଟେ। ବନ୍ଧୁଗଣ, ଆପଣମାନେ ଅଧିକାଂଶ ଦେଖିଥିବେ ଯେ ମହାଦେବ ସର୍ବଦା ଧ୍ୟାନରେ ଥାନ୍ତି, କିନ୍ତୁ ତାଙ୍କର ପୂଜା ଉଭୟ ଶିବଲିଙ୍ଗ ଏବଂ ମୂର୍ତ୍ତିକୁ କରାଯାଇଥାଏ। ମହାଦେବଙ୍କ ଗଳାରେ ସର୍ବଦା ନାଗଦେବତା ବିଦ୍ୟମାନ ରୁହନ୍ତି ଏବଂ ହାତରେ ଡମରୁ ଏବଂ ତ୍ରିଶୂଳ ଶୋଭା ପାଇଥାଏ। ମହାଦେବ ପରମବ୍ରହ୍ମ ଅଟନ୍ତି। ପ୍ରାଚୀନ ବିଦ୍ୱାନମାନେ ମହାଦେବଙ୍କୁ ହିଁ ଭଗବାନ ବୋଲି ମାନିଥାନ୍ତି। କୈଳାସ ପର୍ବତରେ ସ୍ୱଇଚ୍ଛାରେ ବାସ କରୁଥିବା ମହାଦେବ ଦେବୀ ଶକ୍ତିଙ୍କୁ ସୃଷ୍ଟି କରିଥିଲେ। ଦେବୀ ଶକ୍ତିଙ୍କ ଜନ୍ମ ମହାଦେବଙ୍କ ଅଂଶରୁ ହିଁ ହୋଇଛି। ମହାଦେବ ନିଜ ଅଂଶରୁ ଦେବୀ ଶକ୍ତି ଅର୍ଥାତ୍ ମାତା ପାର୍ବତୀଙ୍କ ସୃଷ୍ଟି କରିଥିଲେ। ମାତା ପାର୍ବତୀଙ୍କୁ ଦେବୀ ଶକ୍ତି ଏବଂ ମହାଦେବଙ୍କୁ ଅର୍ଦ୍ଧନାରେଶ୍ୱରର ଆଖ୍ୟା ଦିଆଯାଇଛି। ବନ୍ଧୁଗଣ, ଦେବୀ ମହାପୁରାଣରେ ଭଗବାନ ଶିବ ତଥା ମହାଦେବଙ୍କ ପିତାଙ୍କୁ ନେଇ ମଧ୍ୟ ଏକ ରହସ୍ୟଜନକ କଥା ରହିଛି। ତେବେ ଆସନ୍ତୁ ଜାଣିବା ସେହି ରହସ୍ୟ ସମ୍ବନ୍ଧରେ। ଥରେ ନାରଦ ମୁନି ନିଜ ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ସୃଷ୍ଟିର କର୍ତ୍ତା କିଏ? ଆପଣ ଅଥବା ଭଗବାନ ବିଷ୍ଣୁ ଅଥବା ମହାଦେବ? ଏବଂ ତ୍ରିଦେବଙ୍କ ମାତା ପିତା କିଏ? ଏହି ପ୍ରଶ୍ନ ଶୁଣି ବ୍ରହ୍ମା ନାରଦ ମୁନିଙ୍କୁ ତ୍ରିଦେବଙ୍କ ଜନ୍ମର ଗାଥା ସମ୍ବନ୍ଧରେ ବର୍ଣ୍ଣନା କରି କହିଥିଲେ ଯେ ଦେବୀ ଦୁର୍ଗା ଏବଂ ଶିବଙ୍କ ସ୍ୱରୂପରୁ ତ୍ରିଦେବଙ୍କର ଉତ୍ପତ୍ତି ହୋଇଥିଲା। ଅର୍ଥାତ୍ ପ୍ରକୃତିର ନିୟମ ଅନୁସାରେ ଦେବୀ ଦୁର୍ଗା ମାତା ଏବଂ ସଦାଶିବ ପିତା ଅଟନ୍ତି। ଥରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ କଲହ ସୃଷ୍ଟି ହୋଇଥିଲା। ଉଭୟ ପରସ୍ପରଙ୍କୁ ସୃଷ୍ଟିର କର୍ତ୍ତା ଆଖ୍ୟା ଦେଇଥିଲେ। ଭଗବାନ ବ୍ରହ୍ମା ବିଷ୍ଣୁଙ୍କୁ କହିଲେ ଯେ ତାଙ୍କ ଦ୍ୱାରା ବିଷ୍ଣୁଙ୍କ ଉତ୍ପତ୍ତି ହୋଇଛି ଏବଂ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଲେ ଯେ ତାଙ୍କ ନାଭି କମଳ ଦ୍ୱାରା ବ୍ରହ୍ମାଙ୍କ ଉତ୍ପତ୍ତି ହୋଇଛି। ଉଭୟଙ୍କ କଲହ ଦେଖି ସ୍ୱୟଂ ସୃଷ୍ଟିକର୍ତ୍ତା ସଦାଶିବ କହିଲେ ଯେ ସେ ସୃଷ୍ଟିର କର୍ତ୍ତା ଅଟନ୍ତି ଏବଂ ସେ ତ୍ରିଦେବଙ୍କ ଉତ୍ପତ୍ତି କରିଛନ୍ତି ଏବଂ ତ୍ରିଦେବଙ୍କୁ ପରସ୍ପରଙ୍କ କାର୍ଯ୍ୟରେ ମଧ୍ୟ ଲିପ୍ତ କରିଛନ୍ତି ଏବଂ ସେ ତ୍ରିଦେବଙ୍କୁ ଜଗତର ଉତ୍ପତ୍ତି, ସ୍ଥିତି ରୂପୀ ଏବଂ ସଂହାର କାର୍ଯ୍ୟ ସମର୍ପଣ କରିଛନ୍ତି ଏବଂ ତାଙ୍କ ପାଞ୍ଚଟି ମୁଖରୁ ବାହାରିଥିବା ଶବ୍ଦ ମିଶିକରି ଗୋଟିଏ ଶବ୍ଦର ସୃଷ୍ଟି ହୋଇଛି। ତାହା ହେଉଛି ଓମ୍ ଏବଂ ଏହାର ତାଙ୍କର ମୂଳମନ୍ତ୍ର ଅଟେ। ଉପରୋକ୍ତ ପୌରାଣିକ କାହାଣୀରୁ ଏହା ସିଦ୍ଧ ହୋଇଛି ଯେ ସଦାଶିବ ତଥା କାଳବ୍ରହ୍ମା ମହାଦେବଙ୍କ ପିତା ଅଟନ୍ତି। ତେବେ ବନ୍ଧୁଗଣ, ଏହା ଥିଲା ସୃଷ୍ଟିର
ପାଳନକର୍ତ୍ତା ମହାଦେବଙ୍କ ପୌରାଣିକ ଗାଥା ସମ୍ବନ୍ଧରେ। ଆଶା କରୁଛୁ ଆପଣମାନଙ୍କୁ ଏ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।